এই হিସାବରେ ଯଦି ଆମେ ଖରା ଦିନେ ଗାଈ ବାନ୍ଧିବା ରଖିବା ତାହେଲେ ଆମର ଯୋଉ କ୍ଷୀର ଯୋଉ ଖରା ଦିନେ କ୍ଷୀର କମିଯାଏ ଗରମରୁ କ୍ଷୀର ଯୋଉ କମିଯାଏ ସେଇଟା କମିବ ନାହିଁ। ନମସ୍କାର, ମୁଁ ସୁରେନ୍ଦ୍ରନାଥ। ମୁଁ ପ୍ରଥମେ ମୋର ପରିଚୟ ଦେଇ ଦଉଛି। ମୋ ନାଁ ହେଲା ସୁରେନ୍ଦ୍ରନାଥ। ମୋ ଘର ହେଲା କେନ୍ଦ୍ରାପଡ଼ା ଜିଲ୍ଲା କଷୋଟି ଗ୍ରାମ ଜମଦାର ପଞ୍ଚାୟତ। ତାହେଲେ ଆସନ୍ତୁ ଆଜି ଦେଖିବା ଖରା ଦିନେ ଆମେ କେମିତି ଗାଈକି ପଦାରେ ରଖିବା ଆଉ ଥଣ୍ଡାରେ ରଖିବା। ଏ ବର୍ତ୍ତମାନ ଯୋଉ ଖରା ହଉଛି ତାର ଟେମ୍ପରେଚର ଯୋଉ ଆମର 30 ରୁ 35 ଡିଗ୍ରୀ ଟେମ୍ପରେଚର ହଉଛି, ସେଥିରେ ଆମେ ଘର ଭିତରେ ବାନ୍ଧିଲେ ଗାଈକି ତ ଗରମ ହବ ଏକରେ, ଦ୍ୱିତୀୟତଃ ଗାଈକି ପଦାରେ ବାନ୍ଧିବା ନିହାତି ଆବଶ୍ୟକ। ସେଥିପାଇଁ ଆମେ ପଦାରେ ବାନ୍ଧିଲେ କେମିତି ବାନ୍ଧିବା ଆଉ କେମିତି ବାନ୍ଧିଲେ ଗାଈ ସୁରକ୍ଷିତ ରହିପାରିବେ ସେଇ ବିଷୟରେ ଆଜି କହିବି ଆଉ ଦେଖେଇବି। ଦେଖନ୍ତୁ ବର୍ତ୍ତମାନ ଯୋଉ ମୁଁ କରିଛି ମୋର ଫାର୍ମ ହାଉସ, ଏଟା ହେଲା ଫାର୍ମ ହାଉସ। ଆ ଭିତରେ ଗାଈ ତ ଆଉ ମାନେ 24 ଘଣ୍ଟା ବନ୍ଧା ହେଇକି ରହିପାରିବେନି, କିନ୍ତୁ ଏଠୁ ବାହାର କରିକି ପଦାକୁ ନେବାଟା ନିହାତି ଆବଶ୍ୟକ। କାରଣ ଏଠି ରାତି ଟାଇମଟା ରହିଲେ ଏ ଜାଗାଟା ଯୋଉ ରାତି ଟାଇମରେ ଅପରିଷ୍କାର ହେଲା ତାକୁ ସକାଳୁ ସଫା କରାହେଇଗଲା, ଧୁଆ ହେଇଗଲା, ଫିନାଇଲ ମରା ହେଇଗଲା, ସେ ଜାଗାଟା ଶୁଖିବା ପାଇଁ ଟାଇମ ଦରକାର। ଯଦି ଏ ଜାଗାରେ 24 ଘଣ୍ଟା ଗାଈ ବନ୍ଧା ହେଇକି ରହିବ ତାହେଲେ କଣ ହବ ପ୍ରୋବ୍ଲେମ ନା ଏ ଜାଗାଟା ଶୁଖିବନି ଏକ, ଦ୍ୱିତୀୟତଃ ଏ ଜାଗାରେ ଜର୍ମ ଜନ୍ମ ହେବେ। ଆଉ ଯୋଉ ଗାଈ ବୁଝେଳି ଗାଈ ମାନେ ଅଛନ୍ତି ସେମାନେ ଏଇଠି ଖାଇବେ, ଏଇଠି ଶୋଇବେ। ଏଇ ଜାଗାରେ ଯୋଉ ଅପରିଷ୍କାର ଜିନିଷଟା ରହିବ, ଯେତେ ଧୋଇଲେ ବି 24 ଘଣ୍ଟା ବନ୍ଧା ହେଇ ରହିବେ ମାନେ ସେ ପରିଷ୍କାର ରହିବ ନାହିଁ। ସେ ଯୋଉ ବୁଝେଳି ଗାଈ ମାନେ ଏ ଜାଗାରେ ଯେତେବେଳେ ଶୋଇବେ, ସେ ଯୋଉ ଜୀବାଣୁ ସୃଷ୍ଟି ହେଇଥିବେ ସେ ସବୁ ତାଙ୍କ ଚେର ବାଟେ ଯାଇ ସ୍ତନହରା ପ୍ରୋବ୍ଲେମର ଶିକାର ହେବେ। ସେଥିପାଇଁ ଆମେ କଣ କରିବା ନା ପ୍ରଥମେ ଯୋଉଠି ଗାଈ ଆମେ ରଖୁଛେ ଫାର୍ମ ଭିତରେ 12 ଘଣ୍ଟା ରଖିଲେ ଅଲଗା ଜାଗା କରିବା, ସେଠି 12 ଘଣ୍ଟା ରଖିବା। ଏ 12 ଘଣ୍ଟା ଏଠି ରେଷ୍ଟ ନବ, ଯାହା ଫଳରେ କି ଧୁଆ ହବ, ଶୁଖିବ, ଯୋଉ ଜର୍ମ ସୃଷ୍ଟି ହେଇଥିବ ସେ ନଷ୍ଟ ହବ, ତାପରେ ସେ ଅଲଗା ଜାଗାରେ ବନ୍ଧା হবে। ଖରା ଦିନେ ଆମେ କଣ କରିବା, ଯଦି ଆମେ ବାହାରକୁ ଗାଈ ନଉଛେ, ଆମେ ଗୋଟି ରଖି 2ଟା ରଖି 5ଟା ରଖିଛେ, ଯଦି ଆମେ ବାହାରକୁ ନଉଛେ ତାହେଲେ ଯଦି ଗଛ ଅଛି ତାହେଲେ ଗଛ ତଳେ ବାନ୍ଧିଲେ ଚଳିବ, କାରଣ ଗଛ ତଳେ ବହୁତ ଆରାମରେ ଗାଈ ରହିପାରିବ। ଯଦି ଗଛ ନାହିଁ କି କୌଣସି ଅସୁବିଧା ଅଛି, ଗଛ ପାଖରେ ବାନ୍ଧି ହବନି, ତାହେଲେ ଆମକୁ କଣ କରିବାକୁ ପଡିବ ସେଇଟା ଆସନ୍ତୁ ଦେଖିବା। ଦେଖନ୍ତୁ ଏ ଜାଗାରେ ମୋର ଗଛ ନାହିଁ, ଏଟା ପୁରା ଯାହା ଫଳରେ କି 12 ଘଣ୍ଟା ଏଠି ଖରା ରହୁଛି। ଆଉ ଏ ଜାଗାରେ ମୁଁ ଗାଈ ବାନ୍ଧିବା ପାଇଁ ବର୍ତ୍ତମାନ କଣ କରିଛି ନା ଟେଣ୍ଟ ଗୋଟେ ତିଆରି କରିଛି, ଯୋଉଟା କି ଗ୍ରୀନ ଟେଣ୍ଟ ତିଆରି ହେଇଛି। ଏ ଯୋଉ ନେଟଟା ଆଦେହରେ ପଡିଛି, ଏ ନେଟଟା ହଉଛି 75 mm ନେଟ, ଯୋଉଟା କି ସୂର୍ଯ୍ୟ କିରଣ ଆଦେହରେ 25 ଭାଗ ତଳକୁ ଆସିବ, 75 ଭାଗ ତଳକୁ ଆସିବ ନାହିଁ। ସେଇଟାକୁ ଯଦି ଆମେ 12 ଫୁଟ 14 ଫୁଟ ଉଚ୍ଚରେ ବାନ୍ଧି ପାରିବା ତାହେଲେ ଆମ ଗାଈ ଏଠି 12 ଘଣ୍ଟା ପୁରା ଆରାମରେ ରହିପାରିବ। ଦେଖନ୍ତୁ କୋଉ ହିସାବରେ ମୁଁ ବାନ୍ଧିଛି, ଦେଖନ୍ତୁ କୋଉ ହିସାବରେ ବନ୍ଧା ହେଇଛି। ଇଏ 14 ଫୁଟ ଉଚ୍ଚା ଅଛି, 14 ଫୁଟ ଉଚ୍ଚାରେ ଇଏ ଗ୍ରୀନ ନେଟ ବନ୍ଧା ହେଇଛି। ଆ ତଳେ ମଧ୍ୟ ଗାଈ ବନ୍ଧା ହେଇଛନ୍ତି, ଗାଈ ଖାଇବା ପିଇବା ଦେବା ପାଇଁ ସୁବିଧା ହବ, ସୂର୍ଯ୍ୟ କିରଣ 75 ଭାଗ କମିଯିବ। ଆଉ ଗାଈ ମଧ୍ୟ ଆଦେହରେ ଆମର 20 ରୁ 22 ଡିଗ୍ରୀ ଟେମ୍ପରେଚର ଭିତରେ ଏଠି ଗାଈ ଆରାମରେ ରହିପାରିବେ। ଏଇ ହିସାବରେ ଯଦି ଆମେ ଖରା ଦିନେ ଗାଈ ବାନ୍ଧିବା ରଖିବା ତାହେଲେ ଆମର ଯୋଉ କ୍ଷୀର ଯୋଉ ଖରା ଦିନେ କ୍ଷୀର କମିଯାଏ, ଗରମରୁ କ୍ଷୀର ଯୋଉ କମିଯାଏ ସେଇଟା କମିବ ନାହିଁ। ଆମେ ଯଦି ଖରା ଦିନ ତ ସାଧାରଣତଃ ଜୋର ଗରମ ହୁଏ, ସେଥିପାଇଁ ଆମର କ୍ଷୀର କମେ, ଆମେ ଗାଈକି ଗାଧେଇ ଦେଲା ପରେ ବି କ୍ଷୀର କମେ, କାରଣ ଗରମଟା 24 ଘଣ୍ଟା ଥାଏ। ସେଥିପାଇଁ ଆମେ ଯଦି ଫାର୍ମ ଭିତରେ 12 ଘଣ୍ଟା ବାନ୍ଧି ପଦାରେ 12 ଘଣ୍ଟା ବାନ୍ଧିବା ତାହେଲେ ଏ ଜାଗାରେ ଆମକୁ ଯୋଉ ବର୍ତ୍ତମାନ 35 ଡିଗ୍ରୀ ଟେମ୍ପରେଚର ସେଟା ଆମକୁ ଏଠି 20 ରୁ 25 ଡିଗ୍ରୀ ଭିତରେ ରହିବ, କାରଣ ସୂର୍ଯ୍ୟ କିରଣ ନାହିଁ, ବାହାରର ଥଣ୍ଡା ପବନ ଅଛି, ସେ ଥଣ୍ଡା ପବନ ଏଠି ବାଜିବ, ଗାଈ ଆରାମରେ ରହିପାରିବେ। ଦେଖନ୍ତୁ এই ହିସାବରେ ଟେଣ୍ଟ କରାହବ।
ଦେଖିଲେ এই ହିସାବରେ ଯଦି ଟେଣ୍ଟ କରି ବାନ୍ଧିବେ ତାହେଲେ କୌଣସି ଅସୁବିଧା ହବ ନାହିଁ। ତାପରେ ଗୋଟେ କଥା ଆମେ କଣ କରିବା ନା ଖରା ଦିନେ ସାଧାରଣତଃ ଗୋବର ଗୁଡାକ ଆମର ଯୋଉ ବର୍ତ୍ତମାନ ଚାଷର ସିଜିନ ଆସି ଯାଉଛି, ବର୍ତ୍ତମାନ ଆମେ ଯୋଉ ଗୋବର ଖତ ଆମେ ଆମ ଗାଈ ପାଖରୁ ସୃଷ୍ଟି ହଉଛି, ଆମେ ଯଦି ତାକୁ ଠିକ ଢଙ୍ଗରେ ଲଗେଇ ପାରିବା ବା ଚାଷ ଜମିରେ ଖର୍ଚ୍ଚ କରିପାରିବା ତାହେଲେ ଆମେ ବହୁତ କିଛି ଉନ୍ନତି କରିପାରିବା, ଯାହାଫଳରେ କି ଆମକୁ ରାସାୟନିକ ସାର ଆଉ ମେଡିସିନ ଆ ଦେହରୁ ଆମେ ରକ୍ଷା ପାଇପାରିବା। ଆମେ କଣ କରିବା ନା ଏ ଗୋବରକୁ ବର୍ତ୍ତମାନ ଖରାରେ ଏ ଗୋବରକୁ ଆମେ ଖରା ଜାଗାରେ ପକେଇବାନି, ଗୋଟେ ଛାଇ ଜାଗାରେ ରଖିବା। ଏଇଟା ହଉଛି କେବଳ ଖରା ଦିନ ପାଇଁ, ଅଲଗା ଦିନ ଗୋବରଟା ଖରାରେ ପକାଅ ଛାଇ ଜାଗାରେ ପକାଅ କିଛି ପ୍ରୋବ୍ଲେମ ନାହିଁ। ବର୍ତ୍ତମାନ ଯୋଉ ଗୋବରଟା ଆମେ ବାହାରୁଛି ସେ ଗୋବରଟାକୁ ଆମେ ଯଦି ଛାଇ ଜାଗାରେ ପକେଇବା ସେ ଗୋବରଟା ଆଉ ଶୁଖିକି ନଷ୍ଟ ହବନି। ଆମେ ତାକୁ ଛାଇ ଜାଗାରେ ରଖିଲେ ସେ ଧୀରେ ଧୀରେ ପଚିକି କମ୍ପୋଷ୍ଟ ହବ। ସେ ଗୋବରକୁ ଆମେ ଯଦି ନେଇକି ଆମ ଚାଷ ଜମିରେ ପକେଇବା କି ଆମ ଯେକୌଣସି ଫଳ ଗଛ ଲଗେଇଛି କି ଫୁଲ ଗଛ ଲଗେଇଛି କି ଯେକୌଣସି ବଗିଚାରେ ଯେକୌଣସି ଗଛ ଲଗେଇଛେ, ଗୁଆ ଆମ୍ବ ନଡ଼ିଆ ଯେକୌଣସି ଗଛ ଲଗେଇଛେ ସେ ଗଛ ମୂଳେ ଦବା, ତାହେଲେ ଆମେ ବହୁତ ଉନ୍ନତି କରିପାରିବା। ଯାହା ଫଳରେ କି ଆମକୁ ଯୋଉ ଗଛ 5 ବର୍ଷରେ ଫଳ ଦେବା କଥା ସେ ଆମକୁ 3 ବର୍ଷରେ ଫଳ ଦେଇପାରିବ। କିନ୍ତୁ ଏ ଜିନିଷ କୌଣସି ରାସାୟନିକ ସାରରେ ହବନି। ରାସାୟନିକ ସାରରେ ହବ କଣ, ଶୀଘ୍ର ହବ ଶୀଘ୍ର ଯିବ। କାରଣ ରାସାୟନିକ ସାର ଅତି ଶୀଘ୍ର ପ୍ରୟୋଗ ହବ, ଅତି ଶୀଘ୍ର ଗଛ ବଢିବ ଆଉ ଅତି ଶୀଘ୍ର ଗଛ ମରିବ। ସେଥିପାଇଁ ଆମେ ଯେକୌଣସି ଗଛ ଲଗେଇବା ବା ଚାଷ କରିବା, ଆମେ ଯଦି ତା ଦେହରେ ଗୋବର ଖତ ଦବା, ଆମେ ସବୁବେଳେ ଆମେ ସୁସ୍ଥ ରହିବା ଆଉ ଗଛ ମଧ୍ୟ ସୁସ୍ଥ ରହିବ। ଆମେ ଯଦି ସାର ମେଡିସିନ ଦେଇକି ଯେକୌଣସି ଧାନ କରିବା କି ଯେକୌଣସି ଫଳ କରିବା ତାକୁ ଯଦି ଖାଇବା ଆମେ ବହୁତ ରୋଗରେ ଶିକାର ହବା। କିନ୍ତୁ ଏ ଯୋଉ ଗୋବର ମୁକ୍ତ ଆକୁ ଯଦି ଦେଇକି ଆମେ କୌଣସି ଧାନ ଫସଲ କରିବା ବା ବିରି ଫସଲ କରିବା ବା ମୁଗ ଫସଲ କରିବା ବା ଆମେ ଯେକୌଣସି ପନିପରିବା ଫସଲ କରିବା ତା ଦେହରେ ଆମକୁ କୌଣସି ରୋଗ ଆସିବ ନାହିଁ। ଆମେ ଯଦି ସୁସ୍ଥ ରହିବା ଆମ ସମାଜ ସୁସ୍ଥ ରହିବ। ସେଥିପାଇଁ ଆମେ ସବୁବେଳେ ଯୋଉ ଗୋବର ଗଣ୍ଡାକ ବାହାରୁଛି ତାକୁ ଭଲ ଜାଗାରେ ରଖିବା, ଠିକ ଢଙ୍ଗରେ ରଖିବା, ଠିକ ଢଙ୍ଗରେ ଚାଷ କରିବା, ତାହେଲେ ଆମେ ନିଶ୍ଚିତ ଉନ୍ନତି କରିବା। ଦେଖନ୍ତୁ ଯଦି ଏ ଭିଡିଓଟା ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ। ନମସ୍କାର, ପୁଣି ଦେଖା ହବ ଆର ଭିଡିଓରେ।